ତୃତୀୟ ଅଧ୍ୟାୟ ଲକ୍ଷ୍ମୀ ଯମରାଜ ସମ୍ବାଦ। ମାର୍କଣ୍ଡ ଋଷିଙ୍କ ଚରିତ। ଯମଙ୍କ ପ୍ରାର୍ଥନାରେ ସମ୍ପୃକ୍ତ ହୋଇ ମା ଲକ୍ଷ୍ମୀ କହିଲେ, ହେ ବତ୍ସ ଅଭିନନ୍ଦନ, ବିଷ୍ଣୁଙ୍କ ସାନ୍ନିଧ୍ୟ ଲାଭ କରିଥିବାରୁ ତୁମର ସଦ୍ବୁଦ୍ଧି ଜାତ ହୋଇଛି। ଏଣୁ ତୁମକୁ ମୁଁ ଏ କ୍ଷେତ୍ରର ଗୁପ୍ତ ରହସ୍ୟଗୁଡ଼ିକ ବିଷୟରେ କହୁଛି, ଶୁଣ। ପୂର୍ବ କାଳରେ ମୁଁ ବିଷ୍ଣୁଙ୍କ ବକ୍ଷସ୍ଥଳରେ ରହି ଯାହା ସ୍ୱଚକ୍ଷୁରେ ଦେଖିଛି ତାହା ହିଁ ବର୍ଣ୍ଣନା କରୁଛି। ପୂର୍ବରୁ କହିଛି, ଭଗବାନ ଏହି କ୍ଷେତ୍ରରେ ନିତ୍ୟ ଅବସ୍ଥାନ କରନ୍ତି। ଯେତେବେଳେ ପ୍ରଳୟ ହେଲା, ସେତେବେଳେ ସମସ୍ତ ଜଗତ ବିଷ୍ଣୁଙ୍କ ଦେହରେ ଲୀନ ହୋଇଗଲା। ସେତେବେଳେ ମୁଁ ଏଇଠାରେ ଥିଲି। ଯେଣୁ ଏ ନୀଳାଚଳ ଧାମ ପବିତ୍ର ପବିତ୍ର ଓ ସନାତନ, ତେଣୁ ଏହି କ୍ଷେତ୍ର ସେହିପରି ରହିଥିଲା। ସପ୍ତ କଳ୍ପଜୀବୀ ଋଷି ମାର୍କଣ୍ଡେୟ ପ୍ରଳୟ ପଇତି ଜଳରେ ଭାସି ଭାସି ଆସି ଭାସି ଭାସି ଯାଉ ଯାଉ ଆଶ୍ରୟ ନିମନ୍ତେ କୌଣସି ସ୍ଥାନ ନ ପାଇ ଚିନ୍ତାଗ୍ରସ୍ତ ଥିଲାବେଳେ ଏଠାରେ ଥିବା ବଟବୃକ୍ଷ ତାଙ୍କର ଦୃଷ୍ଟିଗୋଚର ହେଲା। ସେ ବଟବୃକ୍ଷରେ ମୂଳ ଖୋଜିବା ପାଇଁ ପହଁରି ପହଁରି ଯାଇ ବୃକ୍ଷ ନିକଟରେ ପହଞ୍ଚିଲେ। ଠିକ୍ ସେତିକିବେଳେ ଏକ ଛୋଟ ବାଳକର ସ୍ୱର ତାଙ୍କ କାନରେ ପଡ଼ିଲା। ବାଳକଟି କହୁଥାଏ, ହେ ମୁନିଶ୍ରେଷ୍ଠ ମାର୍କଣ୍ଡେୟ, ମୋ ନିକଟକୁ ଆସନ୍ତୁ। ଆପଣଙ୍କର ସମସ୍ତ ଦୁଃଖ ଦୂର ହେବ। ଆଉ ଶୋକ କରନ୍ତୁ ନାହିଁ। ବାଳକର ଏପରି କଥା ଶୁଣି ଋଷି ମାର୍କଣ୍ଡେୟ ଆଶ୍ଚର୍ଯ୍ୟଜନିତ ହୋଇଗଲେ। ଚିନ୍ତା କଲେ, ଏ କ୍ଷେତ୍ର ଜଳରେ ନିମଗ୍ନ ନ ହୋଇ ସ୍ଥିର ହୋଇ ରହିଛି କିପରି? ସ୍ଥାବର ଜଙ୍ଗମ ସମସ୍ତେ ପ୍ରଳୟ ଜଳରେ ନଷ୍ଟ ହୋଇ ଯାଇଥିଲେ ମଧ୍ୟ ଏ ବୃକ୍ଷ ବୁଡ଼ି ନ ଯିବା ସମ୍ଭବ ହେଲା କିପରି? ମହାପ୍ରଳୟ ବାୟୁରେ ଏହାର ଶାଖା ମଧ୍ୟ ଆନ୍ଦୋଳିତ ହେବ ନାହିଁ। ଏହା ନିଶ୍ଚୟ ଏକ ଆଶ୍ଚର୍ଯ୍ୟଜନକ ବ୍ୟାପାର। ଏହି କଳ୍ପବୃକ୍ଷରେ ଏତେ ମାହାତ୍ମ୍ୟ ଯେ ପ୍ରଳୟ ଜଳ ମଧ୍ୟ ଏହାକୁ ସ୍ପର୍ଶ କରିପାରେ ନାହିଁ। ପୁନଶ୍ଚ ବାଳକଟିର କୋମଳ କଥା ମାର୍କଣ୍ଡେୟଙ୍କୁ ଶୁଣାଗଲା। ବାଳକଟି କହୁଥାଏ, ହେ ମୁନିବର, ଆସନ୍ତୁ ଆସନ୍ତୁ। ମାର୍କଣ୍ଡେୟ ଋଷି ଇତସ୍ତତ ହୋଇ ଚାହିଁଲେ। ଦେଖିଲେ, ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଭଗବାନ ବିଷ୍ଣୁ ବିରାଜମାନ କରିଛନ୍ତି। ତାଙ୍କ କୋଳରେ ମହାଲକ୍ଷ୍ମୀ ଅବସ୍ଥାନ କରୁଛନ୍ତି। ଜଳ ପବନ ମାଡ଼ରେ ଜର୍ଜରିତ ମାର୍କଣ୍ଡେୟ ସୁସ୍ଥ ଅନୁଭବ କଲେ। ହାତ ଯୋଡ଼ି ଲକ୍ଷ୍ମୀ ନାରାୟଣଙ୍କୁ ନମସ୍କାର କରି ସ୍ତୁତି କଲେ। ସେ କହିଲେ, ହେ ବିଷ୍ଣୁ, ଯାହାଙ୍କ ପାଦପଦ୍ମରେ ଦର୍ଶନ ବ୍ରହ୍ମା, ଶଙ୍କର, ଇନ୍ଦ୍ର ଆଦିଙ୍କୁ ଦୁର୍ଲଭ, ଆପଣଙ୍କ ଅନନ୍ତ କୃପାରୁ ଏ ଅଧମ ଆଜି ସେହି ସମ୍ପଦର ଅଧିକ ହୋଇପାରିଛି। ଏ ଅଧମ ଏତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ନାମକୁ ତୁଣ୍ଡରେ ନ ଧରିବା ଯୋଗୁଁ ଏତେ କଷ୍ଟ ପାଇଲା। ଆପଣଙ୍କ ଯୁଗଳ ପଦାରବିନ୍ଦ ଅଚ୍ୟୁତ ଶକ୍ତି ସମ୍ପନ୍ନ ଓ କଲ୍ୟାଣ ପ୍ରାପ୍ତିର ପ୍ରଧାନ କାରଣ। ଏଣୁ ବ୍ରହ୍ମାଦି ସକଳ ଦେବଗଣ ଆପଣଙ୍କ ପରିଚର୍ଯାରେ ଲାଗିଥାନ୍ତି। ଏ ସମସ୍ତ ବ୍ରହ୍ମାଣ୍ଡ ଯାହାଙ୍କ ଅଙ୍ଗରୁ ଉତ୍ପନ୍ନ ହୋଇଛି ଏବଂ ଏହିପରି କୋଟି କୋଟି ବ୍ରହ୍ମାଣ୍ଡ ଯାହାଠି ପୁରି ରହିଛି, ଯାହାଙ୍କ ଲୀଳାରେ ସମଗ୍ର ବିଶ୍ୱର ସୃଷ୍ଟି, ପାଳନ ଓ ସଂହାର ହୁଏ, ଆପଣ ସେହି ବିଷ୍ଣୁ। ହେ ଭଗବାନ, ଭଜନ ପୂଜନ ହୀନ ଏ ଦିନକୁ ରକ୍ଷା କରନ୍ତୁ। ସେ ପୁଣି କହିଲେ, ଯେପରି ସୁବର୍ଣ୍ଣ ଭେଦରେ ଭିନ୍ନ ଭିନ୍ନ ରୂପ ଯଥା କଙ୍କଣ, କୁଣ୍ଡଳ, ଚୁଡ଼ି ଶଙ୍ଖା ପରି ପ୍ରତୀତ ହୋଇଥାଏ, ଠିକ୍ ସେହିପରି ଆକାଶରୁ ଉଦିତ ଏକ ହିଁ ସୂର୍ଯ୍ୟ ବିଷମତା ଦ୍ୱାରା ଅନେକ ଜଳରାଶିର ପ୍ରତିବିମ୍ବିତ ହୋଇ ଅନେକ ରୂପରେ ପ୍ରତୀୟମାନ ହୋଇଥାନ୍ତି। ସେହିପରି ଏକ ନିର୍ଗୁଣ ପରମ ପୁରୁଷ ଆପଣ ଭିନ୍ନ ଭିନ୍ନ ଶରୀରରେ ପ୍ରବେଶ କରି ଅନେକ ପରି ପ୍ରତୀୟମାନ ହୁଅନ୍ତି। ହେ ଅପାର ଶକ୍ତିଶାଳୀ ଦ୍ୱିଗୁଣ ପରମାତ୍ମା ପରମେଶ୍ୱର, ଆପଣଙ୍କର କୌଣସି ବାସନା ବା ସଂକଳ୍ପ ନଥିଲେ ମଧ୍ୟ ଦିନଜନମାନଙ୍କୁ କୃପା କରିବା ପାଇଁ ଶରୀର ଧାରଣ କରିଥାନ୍ତି। କିନ୍ତୁ ଏ ଅଧମ ଆତ୍ମଜ୍ଞାନରେ ବିଭୂଷିତ ହୋଇ ଯୁଗେ ଯୁଗେ ଆପଣଙ୍କ ଚରଣ ସେପଟ ଦୂରରେ ରହିଯାଇଥିଲା। ତେଣୁ ମୋତେ ଏତେ କଷ୍ଟ ଭୋଗିବାକୁ ପଡ଼ିଲା। ଏଣୁ ହିଁ କୃପାନିଧି, ଏ ଅଧମକୁ ରକ୍ଷା କରନ୍ତୁ। ସକଳ ଲୋକଙ୍କୁ ସୃଷ୍ଟି, ପାଳନ ଓ ସଂହାର ଲୀଳା ଆପଣଙ୍କ ତ୍ରିଗୁଣାତ୍ମକ ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ ଓ ଶିବ ସ୍ୱରୂପ ଦ୍ୱାରା ସମ୍ପାଦିତ ହୋଇଥାଏ। ହେ ଜଗନ୍ନାଥ, ମୁଁ ବାତ୍ୟା ବୃଷ୍ଟି ଦ୍ୱାରା ଅତ୍ୟନ୍ତ କଷ୍ଟରେ ଅଛି। ଏ ପ୍ରଳୟ ଜଳରେ ଆଶ୍ରୟ ପାଇଁ ବିନ୍ଦୁଟିଏ ସ୍ଥାନ ପାଉନାହିଁ। ମୁଁ ସଂସାର ସାଗରରେ ବୁଡ଼ି ରହିଛି। ମୋ ପ୍ରତି ଟିକିଏ କୃପା ଦୃଷ୍ଟି ପକାନ୍ତୁ। ହେ ଗୋବିନ୍ଦ, ମୋତେ ଏଥିରୁ ଉଦ୍ଧାର କରନ୍ତୁ। ଋଷି ମାର୍କଣ୍ଡେୟଙ୍କ ଉପରେ ସ୍ତୁତିରେ ପ୍ରୀତ ହୋଇ ନାରାୟଣ ତାଙ୍କୁ କୃପା ନେତ୍ରରେ ଚାହିଁଲେ। ସେ କହିଲେ, ହେ ମୁନିଶ୍ରେଷ୍ଠ, ତୁମେ ମୋର ତତ୍ତ୍ୱକୁ ଜାଣିପାରି ନଥିଲ, କିନ୍ତୁ ଅନେକ ତପ ସାଧନ କରିଛ। ତାହାର ଫଳସ୍ୱରୂପ ଦୀର୍ଘାୟୁ ହୋଇପାରିଛ। ଏଇ ଯେଉଁ ବଟବୃକ୍ଷ ଦେଖୁଛ, ତାର ଉପର ଡାଳର ଏକ ପତ୍ରରେ ଶୋଇଥିବା ବାଳକ ସ୍ୱରୂପକୁ ଦେଖ। ସେ ସବୁରି କାଳ ରୂପ। ତାଙ୍କ ମୁଖ ବିସ୍ତାରିତ, ତହିଁରେ ତୁମେ ଅବସ୍ଥାନ କରିପାରିବ। ବିଷ୍ଣୁଙ୍କଠାରୁ ଏକଥା ଶୁଣି ମାର୍କଣ୍ଡେୟ ବିସ୍ମୟ ହେଲେ ଏବଂ ବୃକ୍ଷ ଆରୋହଣ କରି ବାଳକ ରୂପୀ ନାରାୟଣଙ୍କୁ ଦର୍ଶନ କଲେ ଏବଂ ତାଙ୍କ ମୁଖ ଗହ୍ୱର ମଧ୍ୟକୁ ପ୍ରବେଶ କରି ତାଙ୍କ କଣ୍ଠ ନଳୀ ଦେଇ ଉଦର ମଧ୍ୟକୁ ଚାଲିଗଲେ। ଉଦର ମଧ୍ୟରେ 14 ଭୁବନ, ବିଶ୍ୱ ସନ୍ନିଧିଷ୍ଟ ଦେବତା, ଗନ୍ଧର୍ବ, ବ୍ରହ୍ମା ଆଦି ଦିଗପାଳ, କିନ୍ନର, ରାକ୍ଷସ, ଋଷି, ଦେବର୍ଷି, ନାନା ତୀର୍ଥ ପରିପୂର୍ଣ୍ଣ ପ୍ରସାଗର ପୃଥିବୀ, ନଦୀ, ନାଳ, କାନନ, ପର୍ବତ ଏବଂ ବହୁ ମନୋରମ ସ୍ଥାନ, ସପ୍ତ ପାତାଳ, ସହସ୍ର ନାଗକନ୍ୟାଙ୍କ ସହିତ ଅନନ୍ତ ଦେବ, ପ୍ରବାଳ ସ୍ତମ୍ଭ ନିର୍ମିତ ମନୋହର ଓ ରତ୍ନକରିତ ତାଙ୍କ ବାସସ୍ଥଳୀ, ଯେଉଁଠି ନାଗମାନେ ତାଙ୍କ ସେବାରେ ନିଯୁକ୍ତ ହୋଇଛନ୍ତି। ଗୁରୁମାନେ ଶିଷ୍ୟଗଣଙ୍କ ସମକ୍ଷରେ ଶାସ୍ତ୍ର ବ୍ୟାଖ୍ୟା କରୁଛନ୍ତି। ଏହିପରି ବ୍ରହ୍ମାଙ୍କ ସୃଷ୍ଟ ସମସ୍ତ ପଦାର୍ଥ ବାଳକର ଉଦର ମଧ୍ୟରେ ଦେଖିବାକୁ ପାଇଲେ।
ଉଦର ମଧ୍ୟରେ ଇତସ୍ତତ ଭ୍ରମଣ କରି ତାର ଆଦି ଅନ୍ତ ନ ପାଇ ଉଦର ବାହାରକୁ ଆସି ମୋ ସହିତ ନାରାୟଣଙ୍କୁ ଦର୍ଶନ କଲେ। ତାଙ୍କୁ ପ୍ରଣାମ କରି କହିଲେ, ହେ ଦେବ ଦେବେଶ, ମହାପ୍ରଳୟ ଜଳରେ ସମସ୍ତ ବ୍ରହ୍ମାଣ୍ଡରୁ ଆପଣଙ୍କ ଉଦର ମଧ୍ୟରେ ଅବସ୍ଥାପନ କରିଥିବାର ଦେଖିଲି। ଆପଣଙ୍କ ମାୟା ଦୁର୍ଭେଦ୍ୟ। ଏ ମାୟାକୁ ଭେଦିବା କଣ ମୋ ଭଳି ମୂଢ ପକ୍ଷରେ ସମ୍ଭବ? ମାର୍କଣ୍ଡେୟଙ୍କଠାରୁ ଏପରି କଥା ଶୁଣି ଭଗବାନ ବିଷ୍ଣୁ ତାଙ୍କୁ କହିଲେ, ହେ ମୁନିବର, ଏ ବିଚିତ୍ର କ୍ଷେତ୍ର ମୋ ସନାତନ ଧାମ ବୋଲି ଜାଣ। ଏଠି ସୃଷ୍ଟି ନାହିଁ କି ପ୍ରଳୟ ନାହିଁ। ସଂସାରର ବନ୍ଧନ ମଧ୍ୟ ଏଠାରେ ନାହିଁ। ଏଠାରେ ମୁଁ ଏବେ ମୋର କ୍ଷେତ୍ର ସମାନ ନାମରେ ପରିଚିତ। ତେଣୁ ଏଠାରେ ପ୍ରବେଶ କରୁଥିବା ବ୍ୟକ୍ତି ମୁକ୍ତି ପାଏ। ତାକୁ ଆଉ ଥରେ ମାତୃଗର୍ଭରେ ପ୍ରବେଶ କରିବାକୁ ପଡେ ନାହିଁ। କମଳାକାନ୍ତଙ୍କ କଥା ଶୁଣି ମୁନି ତାଙ୍କୁ ଅନୁରୋଧ କଲେ, ହେ ପରମ ପିତା, ମତେ ଏତିକି ଅନୁଗ୍ରହ କରନ୍ତୁ କି ମୁଁ ଏହି ପୁରୁଷୋତ୍ତମ କ୍ଷେତ୍ରରେ ଚିରକାଳ ବାସ କରେ ଏବଂ କେବେ ବି ମୃତ୍ୟୁର ଅଧୀନ ନ ହୁଏ। ମାର୍କଣ୍ଡଙ୍କ କଥା ଶୁଣି ଭଗବାନ କହିଲେ, ହେ ଋଷିବର, ମୁକ୍ତି ପ୍ରଦାୟକ କ୍ଷେତ୍ରରେ ମୁଁ ମହାପ୍ରଳୟ ଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବି। ମହାପ୍ରଳୟରେ ମୁଁ ତୁମ ନିମନ୍ତେ ଏକ ନିତ୍ୟ ପୂର୍ଣ୍ଣ ତୀର୍ଥର ରଚନା କରିବି, ଯେଉଁଠାରେ ତୁମେ ତପସ୍ୟା କରି ଜୀବଙ୍କୁ ପ୍ରସନ୍ନ କରି ମୋ ଅନୁଗ୍ରହରୁ ମୃତ୍ୟୁକୁ ଜୟ କରିବ। ହରିଙ୍କ ଆଦେଶରେ ମାର୍କଣ୍ଡେୟ କଳ୍ପବଟର ବାୟୁ କୋଣରେ ଏକ ଗର୍ତ୍ତ ସୃଷ୍ଟି କଲେ। ଏହି ଗର୍ତ୍ତ ହରିହର ଗର୍ତ୍ତ ନାମରେ ଖ୍ୟାତ ହେଲା। ସେହି ପବିତ୍ର ଗର୍ତ୍ତରେ ରହି କଠିନ ତପସ୍ୟା ଦ୍ୱାରା ଭଗବାନ ମହେଶ୍ୱରଙ୍କୁ ଆରାଧନା କରି ଅନାୟାସରେ ମୃତ୍ୟୁକୁ ଜିଣିଗଲେ। ପରବର୍ତ୍ତୀ କାଳରେ ଏହି ଗର୍ତ୍ତ ମାର୍କଣ୍ଡେୟ ସରୋବର ନାମରେ ପରିଚିତ ହେଲା। ଏ ସରୋବରରେ ସ୍ନାନ କରି ଶିବଙ୍କୁ ଦର୍ଶନ କଲେ ଅଶ୍ୱମେଧ ଯଜ୍ଞର ଫଳ ମିଳେ। ଚତୁର୍ଥ ଅଧ୍ୟାୟ, ଲକ୍ଷ୍ମୀଙ୍କ ଦ୍ୱାରା ପୁରୁଷୋତ୍ତମ କ୍ଷେତ୍ରର ବର୍ଣ୍ଣନା ଏବଂ ଦାରୁମୂର୍ତ୍ତିଙ୍କ ପ୍ରାକ୍ ସୂଚନା। ମହାଲକ୍ଷ୍ମୀ ପୁରୁଷୋତ୍ତମ କ୍ଷେତ୍ରରେ ବର୍ଣ୍ଣନା କରିବାକୁ ଯାଇ କହିଲେ, ପଞ୍ଚକୋଶ ପରିବ୍ୟାପ୍ତ ଏହି କ୍ଷେତ୍ର ସମୁଦ୍ର ପର୍ଯ୍ୟନ୍ତ ଲମ୍ବିଛି। ଏହା ଭିତରୁ 2 କୋଶ ପରିମାଣ ସ୍ଥାନ ସମୁଦ୍ର ତଟବର୍ତ୍ତୀ ସୁନିର୍ମଳ ସୁବର୍ଣ୍ଣ ବାଲୁକପୂର୍ଣ୍ଣ ନୀଳ ପର୍ବତ ଦ୍ୱାରା ଶୋଭିତ। ମହାପ୍ରଭୁ ଜଗନ୍ନାଥଙ୍କୁ ଉପାସନା କରିବା ପାଇଁ ସାକ୍ଷାତ ନାରାୟଣ ସଦୃଶ ସଦାଶିବ ସମସ୍ତ ବିଷୟ ବାସନା ତ୍ୟାଗ କରି ସମୁଦ୍ରର ଉତ୍ତର ତଟରେ ଅବସ୍ଥାନ କରନ୍ତି। ଯମଙ୍କ ସଂଯମ ନଷ୍ଟ କରି ଯମେଶ୍ୱର ନାମ ଧାରଣ କରି ଭକ୍ତମାନଙ୍କୁ ଚତୁର୍ବର୍ଗ ଫଳ ପ୍ରଦାନ କରନ୍ତି। ଯିଏ ଯମେଶ୍ୱରଙ୍କୁ ଦର୍ଶନ ପୂର୍ବକ ପୂଜା ଅର୍ଚ୍ଚନା କରନ୍ତି, ତାଙ୍କୁ କୋଟି ଲିଙ୍ଗ ପୂଜନର ଫଳ ମିଳିଥାଏ। ଏହି କ୍ଷେତ୍ରର ଆକାର ଶଙ୍ଖ ସଦୃଶ। ଏହାର ପଶ୍ଚିମ ଦିଗରେ ଅର୍ଥାତ୍ ପୂର୍ବ ସୀମାରେ ଭଗବାନ ନୀଳକଣ୍ଠ ଶିବ ଅବସ୍ଥାନ କରିଛନ୍ତି। ସମୁଦ୍ର ଜଳଠାରୁ ବଟବୃକ୍ଷ ପର୍ଯ୍ୟନ୍ତ ବିସ୍ତୃତ 1 କୋଶ ପରିମାଣ ସ୍ଥାନ ଅତ୍ୟନ୍ତ ପୁଣ୍ୟପ୍ରଦ। ଏଠାରେ ସ୍ୱୟଂ ନାରାୟଣ ବାସ କରନ୍ତି। ଶଙ୍ଖର ଉଦର ଭାଗ ସମୁଦ୍ର ଜଳରେ ନିମଜ୍ଜିତ ହୋଇ ରହିଛି। ଶଙ୍ଖର ସଂସର୍ଗରୁ ଏଠାରେ ଥିବା ସମୁଦ୍ର ତୀର୍ଥରାଜ ମହୋଦଧି ନାମରେ ପରିଗଣିତ ହେଉଛି। ଏହି କ୍ଷେତ୍ରରେ ଶିବଙ୍କୁ ଦର୍ଶନ କଲେ ଜୀବଗଣ ମୁକ୍ତି ଲାଭ କରନ୍ତି। ଏହା ବ୍ୟତୀତ ସିନ୍ଧୁ ଜଳରେ ସ୍ନାନ ଓ ଶ୍ରୀକ୍ଷେତ୍ରରେ ମୃତ୍ୟୁ ଲାଭ କଲେ ମଧ୍ୟ ଅନୁରୂପ ଫଳ ମିଳିଥାଏ। ପୂର୍ବ କାଳରେ ଉମାକାନ୍ତ ବ୍ରହ୍ମାଙ୍କ ଉପରୁ କ୍ରୋଧିତ ହୋଇ ତାଙ୍କର ପଞ୍ଚମ ମୁଖକୁ ଛେଦନ କରିଥିଲେ। ମାତ୍ର ଛେଦିତ ଶିର ଶିବଙ୍କ ହାତରୁ ଆଉ ଖସିଲା ନାହିଁ। ଏଥିରୁ ଅବ୍ୟାହତି ନିମନ୍ତେ ଶଙ୍କର ସମଗ୍ର ବିଶ୍ୱ ଭ୍ରମଣ କଲେ। ଶଙ୍ଖାକାର ଏହି କ୍ଷେତ୍ରର ଦ୍ୱିତୀୟ ଆବର୍ତ୍ତ ବେଷ୍ଟନୀ ସ୍ଥାନରେ ପହଞ୍ଚନ୍ତେ ତାଙ୍କ ହାତରେ ଲାଗି ରହିଥିବା ବ୍ରହ୍ମାଙ୍କ ମସ୍ତକ ଆପେ ଆପେ ଅଲଗା ହୋଇଗଲା। ତେଣୁ ଶିବ ଏଠାରେ କପାଳମୋଚନ ନାମରେ ଖ୍ୟାତ ହୋଇ ଏହି ସ୍ଥାନରେ ରହିଗଲେ। କପାଳମୋଚନଙ୍କୁ ଦର୍ଶନ ଓ ପୂଜା ଅର୍ଚ୍ଚନା କଲେ ବ୍ରହ୍ମହତ୍ୟା ଆଦି ପାପ ବିମୋଚନ ହୋଇଥାଏ। କପାଳମୋଚନଙ୍କ ଦକ୍ଷିଣକୁ ମୃତ୍ୟୁ ହେଲେ ଜୀବ ଭବସାଗରରୁ ବାରି ହୋଇଯାଏ। ଶଙ୍ଖର ତୃତୀୟ ଆବର୍ତ୍ତନ ସୀମାରେ ମୁକ୍ତି ପ୍ରଦାନକାରୀ ଆଦ୍ୟାଶକ୍ତି ବିମଳା ଅବସ୍ଥାନ କରନ୍ତି। ଶଙ୍ଖର ନାଭି ଦେଶରେ ରୋହିଣୀ କୁଣ୍ଡ, ତା ପାଖରେ କଳ୍ପବଟ, ବଟ ମୂଳରେ ସ୍ୱୟଂ ବ୍ରହ୍ମ ନାରାୟଣ ଅବସ୍ଥାନ କରନ୍ତି। କଳ୍ପବଟ, ରୋହିଣୀ କୁଣ୍ଡ ଓ ଜଗନ୍ନାଥ ଏ 3 ଗୋଟି ତତ୍ତ୍ୱ ପରମାର୍ଥର କାରଣ। କପାଳମୋଚନ ଠାରୁ ନାଭି ଦେଶ ମଧ୍ୟରେ ଦେବୀ ଅର୍ଦ୍ଧାସିନୀ ସ୍ଥାପିତ। ପ୍ରଳୟ ସମୟରେ ବର୍ଦ୍ଧିତ ଜଳରୁ ଅର୍ଦ୍ଧକୁ ଶୋଷଣ କରିଥିବାରୁ ସେ ଅର୍ଦ୍ଧାସିନୀ ରୂପେ ପ୍ରତିଷ୍ଠିତ ହୋଇଛନ୍ତି। ସମୁଦ୍ର ଜଳଠାରୁ ବଟମୂଳ ମଧ୍ୟରେ ମୃତ୍ୟୁ ଲାଭ କରିଥିବା କୀଟ ପକ୍ଷୀ ମନୁଷ୍ୟମାନଙ୍କୁ ଭଗବାନ ମୁକ୍ତି ପ୍ରଦାନ କରିଥାନ୍ତି ଓ ସେମାନେ ମହାପ୍ରଭୁଙ୍କ ପାଦପଦ୍ମରେ ସ୍ଥାନ ପାଇଥାନ୍ତି। ତେଣୁ ଦେବତାଗଣ ଏହି ସ୍ଥାନରେ ବାସ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି। ଏହି ସ୍ଥାନରେ ବାସ କରୁଥିବା ମନୁଷ୍ୟମାନେ ସବୁ ସ୍ଥାନରେ ଈଶ୍ୱରଙ୍କ ସତ୍ତାର ଉପଲବ୍ଧି କରିଥାନ୍ତି। ସମଗ୍ର ବିଶ୍ୱରେ 3.5 କୋଟି ତୀର୍ଥ ରହିଛି। ସବୁ ତୀର୍ଥ ମୁକ୍ତି ପ୍ରଦାନକାରୀ। ମାତ୍ର ପୁରୁଷୋତ୍ତମ କ୍ଷେତ୍ରରେ କେବଳ ସାଯୋଜ୍ୟ ମୁକ୍ତି ମିଳିଥାଏ। ଏଠାରେ ବାସ କରୁଥିବା ପ୍ରାଣୀମାନଙ୍କର ଜ୍ୱର, ବ୍ୟାଧି ଓ ଜନ୍ମ ମୃତ୍ୟୁର ଭୟ ନଥାଏ। ଏଠାରେ ଯେଉଁ ରୋହିଣୀ କୁଣ୍ଡ ଅଛି, ପ୍ରଳୟ ଜଳରେ ଏହାର ଜଳ ବୃଦ୍ଧି ହୁଏ ଓ ଲୀନ ମଧ୍ୟ ହୋଇଥାଏ। ଏହି କୁଣ୍ଡର ଜଳ ସ୍ପର୍ଶ ମାତ୍ରକେ ଜୀବ ମୁକ୍ତି ଲାଭ କରେ। ହେ ଯମ, ଚିତ୍ତ ସ୍ଥିର କର। ଏ କ୍ଷେତ୍ରରେ କେବଳ
ମୁଖ୍ୟ ମୁଖ୍ୟ ଭାଗୀ ଜୀବଗଣ ବାସ କରନ୍ତି, ତେଣୁ ସେମାନେ ତୁମ ଶାସନାଧୀନ ନୁହନ୍ତି। ଏଣୁ ଏଥିରୁ ତୁମର ସ୍ୱାଧିକାର ଭଙ୍ଗ ହେବା କଥା ଚିନ୍ତା କର ନାହିଁ। ଯମକୁ ଏକଥା କହିସାରି ମା ଲକ୍ଷ୍ମୀ ବ୍ରହ୍ମାଙ୍କୁ ଚାହିଁ କହିଲେ, ହେ ପିତାମହ, ଏ କ୍ଷେତ୍ରରେ ମୁଖ୍ୟ ଦାୟିନୀ। ଶିବ ଏ ସ୍ଥାନର କ୍ଷେତ୍ରପାଳ। ମା ବିମଳା ଏ କ୍ଷେତ୍ରରେ ମଧ୍ୟସ୍ଥଳେ ବିରାଜିତା। ମହାପ୍ରଭୁଙ୍କ ଦକ୍ଷିଣକୁ ସାକ୍ଷାତ ବ୍ରହ୍ମସ୍ୱରୂପ ନୃସିଂହ ବିରାଜମାନ କରିଛନ୍ତି। ତାଙ୍କୁ ଦର୍ଶନ କଲେ ସମସ୍ତ ପାପ ନଷ୍ଟ ହୁଏ। କରିଥିବା କର୍ମ ନିମନ୍ତେ କୋଟି କୋଟି ଗୁଣ ଅନନ୍ତ ଫଳ ପ୍ରାପ୍ତି ହୋଇଥାଏ। ଋଷିଙ୍କ ରୂପ ଋଷିଙ୍କ ରୂପ ତେଜରେ କଳ୍ପବଟ ତେଜିୟାନ ହୋଇଅଛି। ଏହି କଳ୍ପବଟ ନିକଟରେ ଯିଏ ଜ୍ଞାତ ବା ଅଜ୍ଞାତ ଭାବରେ ମୃତ୍ୟୁବରଣ କରିଥାଏ, ତାକୁ ମାୟା ସ୍ପର୍ଶ କରିପାରେ ନାହିଁ। ପୁରାଣରେ ବର୍ଣ୍ଣିତ ହୋଇଛି ଯେ ଶାସ୍ତ୍ର ଓ ବେଦାନ୍ତ ଶ୍ରବଣ ନନ୍ଦନ ନିଧାସନରେ ମୁକ୍ତି ମିଳେ। ମାତ୍ର ଏଠାରେ ବାସ କରୁଥିବା ବ୍ୟକ୍ତି ମୂର୍ଖ ହେଲେ ବି ମୁକ୍ତି ପାଇଥାଏ। ଏହି କ୍ଷେତ୍ରରେ କାଶୀ କ୍ଷେତ୍ରରେ ବିଶ୍ୱନାଥ ଯାହାଙ୍କୁ ପ୍ରସନ୍ନ ହୁଅନ୍ତି, ତାଙ୍କ କର୍ଣ୍ଣରେ ବ୍ରହ୍ମ ମନ୍ତ୍ର କହିଦେଇଥାନ୍ତି। ସେ ବ୍ରହ୍ମ ମନ୍ତ୍ର ଅଭ୍ୟାସ କଲେ ବ୍ରହ୍ମବୋଧ ହୁଏ ଓ ପ୍ରାଣୀ ମୁକ୍ତି ଲାଭ କରେ। ମାତ୍ର ଏ କ୍ଷେତ୍ରର କଥା ସ୍ୱତନ୍ତ୍ର। ମୁକ୍ତି ପାଇଁ ଏଠାରେ କିଛି କରିବାକୁ ପଡେ ନାହିଁ। କେବଳ ମୃତ୍ୟୁ ହେଲେ ଏଠାରେ ପରମଗତି ପ୍ରାପ୍ତ ହୋଇଥାଏ। ଯେଉଁମାନେ କର୍ମଫଳ ଭୋଗ ପରେ ମୃତ୍ୟୁ ମିଳେ ବୋଲି ଭାବନ୍ତି, ସ୍ୱାର୍ଥାନ୍ଧ, ଅଜ୍ଞ ଓ ମୂର୍ଖ ବ୍ୟକ୍ତି, ସେମାନଙ୍କର ଏ କ୍ଷେତ୍ର ପ୍ରତି ବିଶ୍ୱାସ ନାହିଁ। ସେମାନେ ସ୍ୱାଦିଷ୍ଟ ଗଙ୍ଗା ଜଳ ଛାଡ଼ି ସରୋବର ଜଳ ପାନ କରିବା ପରି ବିଭିନ୍ନ ତୀର୍ଥାଟନ ଯାଇଥାନ୍ତି। ଫଳତଃ କିଛି ମିଳେନି, କେବଳ ଶ୍ରମଜାତ ହୋଇଥାଏ। ସମୁଦ୍ରରେ ସ୍ନାନ, ଜଗନ୍ନାଥଙ୍କୁ ଦର୍ଶନ ଓ କଳ୍ପବଟ ଛାୟା କିମ୍ବା ଏ କ୍ଷେତ୍ରରେ ଯେକୌଣସି ସ୍ଥାନରେ ମୃତ୍ୟୁ ହେଲେ ତାଙ୍କୁ ତତ୍କ୍ଷଣାତ୍ ମୁକ୍ତି ମିଳିଥାଏ। ଏହିପରି କ୍ଷେତ୍ର ପୃଥିବୀର ଅନ୍ୟ କୌଣସି ଠାରେ ନାହିଁ। ଏହା ହିଁ ଚିରନ୍ତନ। ଏଣୁ ଯେଉଁ ବ୍ୟକ୍ତି ଏହି କ୍ଷେତ୍ର ପରିତ୍ୟାଗ କରି ତୀର୍ଥାଟନରେ ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଥାଏ, ସେ ବିଷ୍ଣୁ ମାୟାଗ୍ରସ୍ତ ହୋଇ ମୁକ୍ତି ପ୍ରାପ୍ତିରେ ବଞ୍ଚିତ ହୋଇଯାଏ। ଆପଣ ତ ପ୍ରତ୍ୟକ୍ଷରେ କାକର ମୁକ୍ତି ଦେଖିଛନ୍ତି। ଆଉ ଅଧିକ ବୁଝାଇବା ଆବଶ୍ୟକ ନାହିଁ। ଅନ୍ତର୍ବେଦୀକୁ ରକ୍ଷା କରିବା ପାଇଁ ଅଷ୍ଟଶକ୍ତିର ପରିକଳ୍ପନା କରିଛୁ। ପୂର୍ବ କାଳରେ ପତ୍ନୀ ପ୍ରାପ୍ତି ନିମନ୍ତେ ଶିବ କଠୋର ତପସ୍ୟା କରିଥିଲେ। ତେଣୁ ଆମେ ସ୍ୱଦେହରୁ ଗୌରୀଙ୍କୁ ସୃଷ୍ଟି କରିଛୁ। ତାଙ୍କୁ ଅନ୍ତର୍ବେଦରେ ରକ୍ଷା ନିମନ୍ତେ ଆଦେଶ କରିବାରୁ ସେ ପ୍ରୀତ ହୋଇ ଅଷ୍ଟରୂପ ଧାରଣ କରି ଅନ୍ତର୍ବେଦରେ ରକ୍ଷା ନିମନ୍ତେ ନିଯୁକ୍ତ ହୋଇଛନ୍ତି। କଳ୍ପବଟ ମୂଳରେ ମଙ୍ଗଳା, ପଶ୍ଚିମରେ ବିମଳା, ଶଙ୍କର ପୂର୍ବ ଭାଗରେ ସର୍ବମଙ୍ଗଳା, ଉତ୍ତରକୁ ଅର୍ଦ୍ଧାସିନୀ, ଐଶାନ୍ୟ କୋଳରେ ଲମ୍ବା, ଦକ୍ଷିଣରେ କାଳରାତ୍ରି, ପୂର୍ବରେ ମରୀଚିକା ଓ ନୈಋତ୍ୟ କୋଣରେ ଚଣ୍ଡ ରୂପେ ବ୍ୟବସ୍ଥିତ ହୋଇଛନ୍ତି। ରୁଦ୍ରାଣୀ ଅଷ୍ଟମୂର୍ତ୍ତି ହେବାର ଦେଖି ରୁଦ୍ର ମଧ୍ୟ ନିଜର ଅଷ୍ଟରୂପର ପରିକଳ୍ପନା କରି ନାରାୟଣଙ୍କୁ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ଆପଣ ଯେଉଁଠାରେ ଅବସ୍ଥାନ କରୁଛନ୍ତି, ମୋତେ ବର ପ୍ରଦାନ କରନ୍ତୁ ଯେ ମୁଁ ଆପଣଙ୍କ ପାଖେ ପାଖେ ରହି। ହେ କମଳାକାନ୍ତ, ଆପଣଙ୍କ ବ୍ୟତୀତ ଅନ୍ୟ କେହି ମୁଖ୍ୟ ପ୍ରଦାୟକର ସକ୍ଷମ ନୁହନ୍ତି। ଆପଣ ଅନ୍ତର୍ଯ୍ୟାମୀ। ଆପଣଙ୍କ ସ୍ୱରୂପକୁ ନ ବୁଝି ମୂଢ଼ ଲୋକ ବିଷୟାଗ୍ନିରେ ଜର୍ଜରିତ ହୁଅନ୍ତି। ଏଣୁ ମୁଁ ଆପଣଙ୍କ ଚରଣ ପଶିଲି। ଶିବଙ୍କ ସ୍ତୁତିରେ ପ୍ରସନ୍ନ ହୋଇ କ୍ଷେତ୍ରାଧିପତି ବିଷ୍ଣୁ ଅଷ୍ଟଶମ୍ଭୁଙ୍କୁ ଅଷ୍ଟ ଦିଗରେ ସ୍ଥାପନା କଲେ। ସେହି ଅଷ୍ଟଶମ୍ଭୁ ହେଲେ କପାଳମୋଚନ, କାମ, କ୍ଷେତ୍ରପାଳ, ଯମେଶ୍ୱର, ମାର୍କଣ୍ଡେୟ, ବିଶ୍ୱେଶ୍ୱର, ନୀଳକଣ୍ଠ ଓ ବଟମୂଳସ୍ଥିତ ବଟେଶ୍ୱର। ଏହି ଅଷ୍ଟଶକ୍ତି ଓ ଅଷ୍ଟଶମ୍ଭୁଙ୍କ ଦର୍ଶନ ଓ ପୂଜନରେ ମୁକ୍ତି ମିଳିଥାଏ। ମା ଲକ୍ଷ୍ମୀ ଯମଙ୍କୁ କହିଲେ, ହେ ଜନ୍ତୁରାଣ, ଏ କ୍ଷେତ୍ର ପରିତ୍ୟାଗ କରି ଅନ୍ୟତ୍ର ଗମନ କର। ଏହାପରେ ସେ ବ୍ରହ୍ମାଙ୍କୁ କହିଲେ, ହେ ପିତାମହ, ଆପଣ ବିଷ୍ଣୁଙ୍କ ନାଭି କମଳରୁ ସମ୍ଭୂତ ହୋଇ ସୃଷ୍ଟି ରଚନା କରିଥିଲେ ବି ଜଗନ୍ନାଥ ଭକ୍ତଙ୍କ ଅଧୀନ। ସେ ଶରଣାଗତ ଭକ୍ତର ସମସ୍ତ ଦୁଃଖ ଦୂର କରନ୍ତି। ମାନେ ସେ ଯମଙ୍କ ପ୍ରତି ମଧ୍ୟ ସୁପ୍ରସନ୍ନ। ସେ ସୁଦର୍ଶନ ଓ ଅନ୍ତର୍ବେଦୀରେ ମଧ୍ୟ ଏ କ୍ଷେତ୍ର କେବେ ହେଲେ ସେ ସୁଦର୍ଶନ ଓ ଅନନ୍ତ ଦେବ ମଧ୍ୟ ଏ କ୍ଷେତ୍ର କେବେ ହେଲେ ପରିତ୍ୟାଗ କରନ୍ତି ନାହିଁ। ଏଣୁ ଆପଣ ଯମଙ୍କୁ ବୁଝାଇ ଦିଅନ୍ତୁ ଯେ ସେ ଏହି କ୍ଷେତ୍ର ପରିତ୍ୟାଗ କରି ଅନ୍ୟତ୍ର ଚାଲିଯାଆନ୍ତୁ। ସତ୍ୟଯୁଗରେ ବିଷ୍ଣୁ ପ୍ରାଣ ରାଜ୍ୟ ଇନ୍ଦ୍ରଦେବ୍ନ ଏ କ୍ଷେତ୍ରକୁ ଆସି ନାରାୟଣଙ୍କ ଦର୍ଶନ କରିବେ। ଭଗବାନଙ୍କ ପ୍ରୀତ୍ୟର୍ଥେ ଏ କ୍ଷେତ୍ରରେ ସହସ୍ର ଅଶ୍ୱମେଧ ଯଜ୍ଞ କରିବେ। ପ୍ରଭୁ ପ୍ରସନ୍ନ ହୋଇ ଦାରୁ ରୂପେ ଦର୍ଶନ ଦେବେ। ସେ ବିଶ୍ୱକର୍ମା ଗୋଟିଏ ଦାରୁରେ ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ କରିବେ। ଆପଣ ସେହି ମୂର୍ତ୍ତିକୁ ପ୍ରତିଷ୍ଠା କରିବେ। ମା ଲକ୍ଷ୍ମୀଙ୍କର ଏପରି କଥା ଶୁଣି ଚତୁର୍ମୁଖ ବ୍ରହ୍ମା ଓ ଆଦିତ୍ୟନନ୍ଦନ ଯମରାଜ ପ୍ରୀତ ହୋଇ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଗଲେ। ଜୈମିନୀ କହିଲେ, ହେ ମୁନିଗଣ, ସେହି କ୍ଷେତ୍ରରେ ବର୍ତ୍ତମାନ ନୀଳମେଘ କାନ୍ତି ଶଙ୍ଖଚକ୍ର ଧରି ବିଷ୍ଣୁ ଇନ୍ଦ୍ରଦେବଙ୍କ ପ୍ରତି ସଦୟ ହୋଇ ଦାରୁ ରୂପରେ ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସହ ଅବସ୍ଥାନ କରୁଛନ୍ତି। କି ଦାରୁମୟ ବିଗ୍ରହମାନଙ୍କ ଦର୍ଶନରେ ମନୁଷ୍ୟ ଆଧ୍ୟାତ୍ମିକ, ଆଦି ଭୌତିକ ଓ
ଆଦି ଦୈବିକ ତାପରୁ ମୁକ୍ତି ପାଇଥାଏ। ଦେବ, ଦୈତ୍ୟ, ମାନବ, ଗନ୍ଧର୍ବ, ସର୍ପ, ରାକ୍ଷସ ଓ ପକ୍ଷୀ ଆଦି ସେହି ପରମ ପାବନ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରି ଆନନ୍ଦଦାତା ଶ୍ରୀ ବ୍ରହ୍ମଙ୍କୁ ଆଶ୍ରୟ କରି ଦାରୁ ଭିତରେ ତାଙ୍କ ସତ୍ତାକୁ ଦର୍ଶନ କରି ଶାଶ୍ୱତ ସୁଖ ପ୍ରଦାନ କରନ୍ତି। ତଥାପି ଜୀବଗଣ ମାୟା ବଶବର୍ତ୍ତୀ ହୋଇ ଶ୍ରୀ ପରମ ବ୍ରହ୍ମଙ୍କୁ ନ ଭଜି ତାଙ୍କୁ କାଷ୍ଠ ପ୍ରତିମା ଜ୍ଞାନ କରି ବାୟା ହୁଅନ୍ତି। ଏ କାଷ୍ଠ ପ୍ରତିମା କୃତ୍ରିମ ହେଲେ ମଧ୍ୟ ଏଥିରେ ନିହିତ ମୁକ୍ତି ତତ୍ତ୍ୱ ଅକୃତ୍ରିମ। ବେଦରେ ବର୍ଣ୍ଣିତ ହୋଇଛି ଯେ ଆନନ୍ଦ ସ୍ୱରୂପ ବ୍ରହ୍ମଙ୍କ ଜୀବାଂଶରୁ ଜୀବର ସୃଷ୍ଟି। ଏଣୁ ଭେଦାଭାବ ରହିଛି। ଭକ୍ତି ସାଧନ ପୂର୍ବକ ଜୀବ ବ୍ରହ୍ମଙ୍କୁ ଅନୁଭବ କରିପାରେ। ସେ ଦାରୁ ବ୍ରହ୍ମ ନୀଳକନ୍ଦରରେ ଅବସ୍ଥାନ କରିଛନ୍ତି। ଏହା ଶ୍ରୁତି ଶାସ୍ତ୍ରାଦିରେ ପ୍ରମାଣିତ ଓ ଅଖଣ୍ଡ ଉଜ୍ଜ୍ୱଳ ସିଦ୍ଧାନ୍ତ ଅଟେ। ବ୍ରହ୍ମସୁଖ ଆଶ୍ରୟ ବ୍ୟତୀତ ଅନ୍ୟ ଗତି ନାହିଁ। ଏଣୁ ଧାମକୁ ଆଶ୍ରୟ କଲେ ମନୁଷ୍ୟ ଏ ଭାବସାଗରରେ ପାରି ହେବ। ସେଥିପାଇଁ ଏ ନୀଳାଚଳ ଧାମ ଗୁପ୍ତ ରହିଛି। ଯେଉଁ ପ୍ରତିମା ଲୋକାତୀତ ଓ ଲୌକିକ ବାର୍ତ୍ତା ପ୍ରକାଶିତ କେଉଁଠି ଶ୍ରୁତିରେ ରହିଯାଇଛନ୍ତି ଓ କେଉଁଠି ମନୁଷ୍ୟକୁ ଦର୍ଶନ ଦିଅନ୍ତି। ଶ୍ରୀ ଦାରୁବ୍ରହ୍ମ ନାରାୟଣ ଇନ୍ଦ୍ରଦେବଙ୍କୁ ବର ପ୍ରଦାନ କରିଥିଲେ, ଯାହାଙ୍କ ପାଦ ପଙ୍କଜକୁ ସମସ୍ତେ ବନ୍ଦନା କରନ୍ତି। ସେହି ବିପଦ ଭଞ୍ଜନ, ପାପ ବିନାଶକ, ବିଭବ ଦର୍ଶକ, ନିଖିଳ ପ୍ରାଣୀ ପାଳକ ପରମବ୍ରହ୍ମ ପରମେଶ୍ୱରଙ୍କ ଆରାଧନାରେ ମୁକ୍ତି ମିଳିବ। ହେ ମୁନିଗଣ, ଯେଉଁ ଦାରୁବ୍ରହ୍ମ ନାରାୟଣ ଜଡ଼ ଭଳି ଦାରୁ ରୂପ ଧାରଣ କରି ବିଭିନ୍ନ ପ୍ରକାର ଦିବ୍ୟ ଲୀଳା କରୁଛନ୍ତି, ସେ କରୁଣାମୟ ଜଗନ୍ନାଥଙ୍କୁ ସାମାନ୍ୟ ଭକ୍ତିରେ ପାଇହେବ। ସତ ଅପରାଧ କରିଥିଲେ ମଧ୍ୟ ଭକ୍ତର ହିତ ନିମନ୍ତେ ସେ କ୍ଷମା କରିଦିଅନ୍ତି। ଏଥର ସେହି ଦାରୁ ଦେବତା ଲୀଳାମୟ କିପରି ପାପ ନାଶ କରିଛନ୍ତି ତାହା ବର୍ଣ୍ଣନା କରୁଛି, ଶ୍ରବଣ କରନ୍ତୁ। ପୂର୍ବ କାଳରେ କୁରୁକ୍ଷେତ୍ର ଯେମିତି ଦୁଇ ବନ୍ଧୁ ଥିଲେ, ବ୍ରାହ୍ମଣ ପୁଣ୍ଡରୀକ ଓ କ୍ଷତ୍ରିୟ ଅମ୍ବରୀଶ। ଶୌଚାଚାର ବିବର୍ଜିତ ହୋଇ ଦୁଇ ଏକତ୍ର ଆହାର ବିହାର କରୁଥିଲେ। ସଦାସର୍ବଦା ମଦୋନ୍ମତ୍ତ ଓ ବେଶାସକ୍ତ ରହୁଥିଲେ। ସେମାନେ କେବେ ବି ପରଲୋକ କଥା ଚିନ୍ତା କରୁନଥିଲେ। ଏପରି ଭାବରେ ତାଙ୍କ ଜୀବନର ଅର୍ଦ୍ଧେକ କଟି ଯାଇଥିଲା। ଦିନ ଦୁଇ ବନ୍ଧୁ ଘଟଣାକ୍ରମେ ଏକ ଯଜ୍ଞ ଅନୁଷ୍ଠାନ ହୋଇଥିବା ସ୍ଥାନରେ ପହଞ୍ଚି ସେଠାରେ ଉଚ୍ଚାରିତ ହେଉଥିବା ମନ୍ତ୍ର ଓ ସ୍ତବ ଶୁଣି ଓ ସମସ୍ତ ଯଜ୍ଞ ପ୍ରକ୍ରିୟା ଦେଖି ତାଙ୍କ ମନରେ ଭାବାନ୍ତର ସୃଷ୍ଟି ହେଲା। ସେ ଭାବିଲେ, ଆମେ ଦୁହେଁ ଏ ଜନ୍ମରେ ଅନେକ ପାପ କରିଛେ, ପରକାଳ କଥା କେବେ ବି ଚିନ୍ତା କରିନେ। ଏବେ ତାର ପ୍ରାୟଶ୍ଚିତ ଆବଶ୍ୟକ। ଦୁହେଁ ଯାଇ ତପନିଷ୍ଠ ବ୍ରାହ୍ମଣମାନଙ୍କ ପାଦରେ ପ୍ରଣାମ କରି ନିଜର ଦୁଃଖ ପ୍ରକାଶ କଲେ। ସେମାନେ ଏମାନଙ୍କର କୃତକର୍ମ ବିଷୟ ଶ୍ରବଣ କରି ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ। କହିଲେ, ଏପରି ପାପର ପ୍ରାୟଶ୍ଚିତ ବିଷୟ କୌଣସି ଶାସ୍ତ୍ର ପୁରାଣରେ ବର୍ଣ୍ଣନା ନାହିଁ। ସେମାନଙ୍କ ଦଳପତି ସେମାନଙ୍କୁ ଶ୍ରୀକ୍ଷେତ୍ରକୁ ଯାଇ ଦାରୁମୟ ଶ୍ରୀ ପୁରୁଷୋତ୍ତମଙ୍କୁ ଦର୍ଶନ ଓ ଆରାଧନା କଲେ ନିଶ୍ଚୟ କରିଥିବା ମହାପାତକରୁ ଉଦ୍ଧାର ପାଇପାରିବେ ବୋଲି କହିଲେ। ସେ ପୁଣ୍ୟଭୂମି ଉତ୍କଳ ଦେଶରେ ବିଦ୍ୟମାନ ଦକ୍ଷିଣ ସମୁଦ୍ର ତଟ ନୀଳକନ୍ଦରରେ ରହି ପାପୀମାନଙ୍କୁ ଉଦ୍ଧାର କରନ୍ତି। ଦୁଇ ବନ୍ଧୁ ବ୍ରାହ୍ମଣଙ୍କ ଠାରୁ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ବିଷୟ ଶୁଣି ଆନନ୍ଦ ମନରେ ସେଠାକୁ ଯାତ୍ରା କଲେ।